ତିମୋଥୀ ତହିଁର 2 ଅଧ୍ୟାୟ 4 ପଦ। ପ୍ରଥମ ତିମୋଥୀ ତହିଁର 2 ଅଧ୍ୟାୟ 4 ପଦ। ଯେପରି ପରିତ୍ରାଣ ଓ ସତ୍ୟ ସମ୍ବନ୍ଧରେ ଜ୍ଞାନ ପ୍ରାପ୍ତ ହୁଅନ୍ତି ଏହା ସେ ଇଚ୍ଛା କରନ୍ତି। ପରମେଶ୍ୱରଙ୍କ ନାମର ମହିମା ହେଉ। ଏଠାରେ ଲେଖାଯାଏ ସମସ୍ତେ ଯେପରି ପରିତ୍ରାଣ ଓ ସତ୍ୟ ସମ୍ବନ୍ଧରେ ଜ୍ଞାନ ପ୍ରାପ୍ତ ହୁଅନ୍ତି ଏହା କିଏ ଇଚ୍ଛା କରନ୍ତି? God has a will for his children. ପରମେଶ୍ୱରଙ୍କ ଏକ ଇଚ୍ଛା ଅଛି ଆପଣା ଲୋକମାନଙ୍କ ନିମନ୍ତେ ଯେ ତାହାଙ୍କ ହସ୍ତକୃତ ମନୁଷ୍ୟମାନେ ପ୍ରାଣୀମାନେ ପରିତ୍ରାଣ ପାଆନ୍ତୁ। ହାଲେଲୁୟା ହାଲେଲୁୟା। ବହୁତ ସ୍ୱଳ୍ପ ସମୟ ଆମ ଗହଣରେ ଅଛି ଆମ ପାଖରେ। ଆମେ ଟିକେ ନିଜକୁ ପଚାରିବା ମୁଁ କଣ ପରିତ୍ରାଣ ପାଇଲିଣି? It's a very searching question to ask. ପରମେଶ୍ୱରଙ୍କ ଇଚ୍ଛା ଯେ ମୋତେ ଆପଣା ହସ୍ତରେ ନିର୍ମାଣ କରିଛନ୍ତି, ଗଠନ କରିଛନ୍ତି, ମୋ ପାଇଁ ସ୍ୱର୍ଗୀୟ ସୁଖ ତ୍ୟାଗ କରିଛନ୍ତି, ସ୍ୱର୍ଗୀୟ ଗୌରବ ତ୍ୟାଗ କରିଛନ୍ତି, ସ୍ୱର୍ଗୀୟ ଆନନ୍ଦକୁ ପଛରେ ପକାଇ ଦେଇ ମୋର ରକ୍ଷା ନିମନ୍ତେ, ମୋର ପରିତ୍ରାଣ ନିମନ୍ତେ ଧରା ପୃଷ୍ଠକୁ ଆସିଲେ ସ୍ୱର୍ଗାଦୀ ସ୍ୱର୍ଗ ଯାହାକୁ ଧାରଣ କରିପାରିବ ନାହିଁ ମୋ ପାଇଁ ସେ ମାଟି ହେବେ। ଆଉ ତାଙ୍କ ଇଚ୍ଛାକୁ ମୁଁ ଆଜି ବୁଝି ପାରି ନାହିଁ କାହିଁ ନା କାହିଁ। ମୋହର ପିତାଙ୍କର ଯାହା ଇଚ୍ଛା ଆଉ ମୋହର ଯାହା ଇଚ୍ଛା ତାହା ତାଳମେଳ ଖାଉଛି ତ? ପଚାରିବା ନିଜକୁ। ଖ୍ରୀଷ୍ଟଙ୍କ ଆଗମନ ଅବିଳମ୍ବ ହେବାକୁ ଯାଉଛି, ଅବିଳମ୍ବ ହେବାକୁ ଯାଉଛି। କଥା ହେଉଛି ମୁଁ ସେହି ଆଗମନରେ ଯିବା ନିମନ୍ତେ ଊର୍ଦ୍ଧ୍ୱକୁ ନୀତ ହେବା ନିମନ୍ତେ ପ୍ରସ୍ତୁତ ହେଲିଣି ତ? It's a very big question. ମୁଁ ଜାଣନ୍ତୁ ଆମେ ସ୍ୱର୍ଗସ୍ଥ ପିତାଙ୍କୁ କଣ ବୋଲି ଡାକୁଛେ, ସମ୍ବୋଧନ କରୁଛେ? ଜଲ୍ଦି କୁହନ୍ତୁ। ଆଜ୍ଞା ମୁଁ କହିବି ସାରିଲି ଅଲରେଡି। କୁହନ୍ତୁ କଣ ଡାକୁଛେ? ଭାଇନା, ମା, ପିତା, ରାଇଟ୍? ଆଚ୍ଛା, ସେ ଯଦି ମୋର ପ୍ରକୃତରେ ପିତା ଅଟନ୍ତି ତେବେ ତାଙ୍କର ଗୋଟିଏ ଇଚ୍ଛା ଅଛି ଯେ ମୁଁ କଣ ପାଇବି? ପରିତ୍ରାଣ ପାଇବି। ହେଲେ ମୁଁ ପରିତ୍ରାଣ ପାଇଲିଣି ତ? ଆମେ ସମସ୍ତ ବିଷୟ କରିବାର ଇଚ୍ଛା କରୁଛୁ କିନ୍ତୁ ଯାହା ଆମର ନିତାନ୍ତ ଇଚ୍ଛା ହେବା ଦରକାର ତାହା ଆମର ଇଚ୍ଛାର ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି ତ? ମୋ ବାପାଙ୍କ ଇଚ୍ଛା ମୁଁ ପରିତ୍ରାଣ ପାଇବି। ଟିକେ ନିଜକୁ ପଚାରିବା ମୁଁ ରାଗିବା ଛାଡ଼ିଲିଣି ତ? ମିଛ କହିବା ଛାଡ଼ିଲିଣି ତ? ଲୋଭ କରିବା ଛାଡ଼ିଲିଣି ତ? ଚୁଗୁଲି ଛାଡ଼ିଲିଣି ତ? ଅଳସ୍ୱାମୀ ଛାଡ଼ିଲିଣି ତ? ଯଦି ଏସବୁ ବିଷୟ ଷ୍ଟିଲ୍ ମୋ ଜୀବନରେ ଦେଖାଯାଉଛି ତେବେ ମୁଁ କୋଉ ହିସାବରେ କହିବି ମୁଁ ପରିତ୍ରାଣ ପାଇଲି? କୋଉ ହିସାବରେ କହିବି ମୁଁ? ଆରେ ମୋର ପିତାଙ୍କର ଗୋଟେ ଇଚ୍ଛା, ମୋର ଯେମିତି ଇଚ୍ଛା କି ମୋର ପୁଅ ଭଲ ପାଠ ପଢୁ, ଭଲ ରେଜଲ୍ଟ ଆଣୁ, ଭଲ ଉନ୍ନତି କରୁ, ଭଲ ପ୍ରମୋସନ କରୁ, ଭଲ ଜବ୍ ପାଉ, ଭଲ ବେପାର କରୁ, ଗୋଟେ ବହୁତ ଉଚ୍ଚ ସ୍ତରର ସେ ଗୋଟେ ସେଟଲମେଣ୍ଟ ପାଉ। That is my will for my son. ଠିକ ଅଛି, ଭେରି ଗୁଡ। ତାହା କେବଳ ଏହି ଦୁନିଆ ନିମନ୍ତେ। ୟାକୁ ଆମେ କେତେ ବୁଝିପାରିଛେ? ଯାହା ବିନା ଆମ ମାନଙ୍କର ଅବସ୍ଥା ଖରାପ ଏବଂ ଶୋଚନୀୟ ଶବ୍ଦ ମଧ୍ୟ ତାକୁ ମ୍ୟାଚ୍ କରୁନାହିଁ। ଆମେ ସବୁ ପାଇବାର ଇଚ୍ଛା କରୁଛେ ଯାହା ନିତାନ୍ତ ପାଇବା ଦରକାର, ସେଥି ନିମନ୍ତେ ଆମର ଇଚ୍ଛା କେତେ ଅଛି? ହାଲେଲୁୟା ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ପ୍ରଭୁଙ୍କ ଲୋକମାନେ ବହୁତ ବଡ଼ କଥା କହୁଛି, ଶୁଣିବେ ଧ୍ୟାନରେ। ଆପଣମାନେ ଯେତେ ମନେ କରୁଛନ୍ତି, ମା ମାନେ, ବାପା ମାନେ, ଭାଇ ଭଉଣୀ ମାନେ, ଯଦି ଆପଣଙ୍କୁ ଲାଗୁଛି ଷ୍ଟିଫେନ୍ ଭାଇ ମୋ ପରିତ୍ରାଣ ପାଇଛି, ମୁଁ କହିବି ପ୍ରେଜ୍ ଦ ଲର୍ଡ, ଥ୍ୟାଙ୍କ୍ ବି ଟୁ ଗଡ୍। ବହୁତ ଭଲ କଥା। ଆପଣ କହିପାରିବେ ଆପଣଙ୍କ ସ୍ୱାମୀ ପରିବର୍ତ୍ତନ ହେଇଯାଇଛି?
ପଚାରନ୍ତୁ ଆପଣ କହିପାରିବେ ଆପଣଙ୍କର ଯୁବା ପୁଅ ଯୁବତୀ ଝିଅ ପାପ ଶୂନ୍ୟ ଜୀବନ ଅତିବାହିତ କରୁଛି? ଆପଣ କହିପାରିବେ ଆପଣଙ୍କର ଶାଶୁ ଶ୍ୱଶୁର ଖ୍ରୀଷ୍ଟଙ୍କୁ ଜାଣିଲେଣି? Who will stand? ଏଥିପାଇଁ କିଏ ଠିଆ ହବ? ମୋର ଗୋଟେ ସିଧା ପ୍ରଶ୍ନ ଆପଣ ମାନଙ୍କୁ, ମୋର ମା ଆଉ ବାପାଙ୍କ ପାଇଁ ଆପଣ ଠିଆ ହେଇପାରିବେ କି? ଜମା ନୁହଁ। ଠିକ ସେପରି ଆପଣଙ୍କର ପରିବାର ପାଇଁ ମୁଁ ଠିଆ ହେଇପାରିବି ନାହିଁ। ବୁଝନ୍ତୁ, ଆପଣଙ୍କୁ ଠିଆ ହେବାକୁ ପଡିବ। 316 ସମସ୍ତଙ୍କର ଗର୍ଭରୁ ମୁଖସ୍ଥ ହବ। ଜଲ୍ଦି କୁହ। ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ ତୁନି ପଡ଼ି ରହି ଦେଖୁଥିଲେ। ଆଚ୍ଛା, ସେ ଅଦ୍ୱିତୀୟ ପୁତ୍ର ସେ କଣ କଲେ? ଖାଇଲେ ପିଇଲେ ମଜା ଏନ୍ଜୟ କଲେ, ସମୁଦ୍ର ଫମୁଦ୍ର ବୁଲାବୁଲି କଲେ, ପଳେଇଲେ। ଆଉ କଣ କଲେ? ସେ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ ସେ ଆପଣର ପୁତ୍ରଙ୍କୁ ଦେଲେ। ସେଇ ପୁତ୍ର ଆପଣର ମସ୍ତିଷ୍କ ଠାରୁ ତଳିପାଦ ପର୍ଯ୍ୟନ୍ତ ଏଭ୍ରି ସିଙ୍ଗଲ ପାର୍ଟ, ସବୁ ଶରୀରର ପ୍ରତିଟି ଅଙ୍ଗ ପ୍ରତ୍ୟଙ୍ଗ ଆମ ପରିତ୍ରାଣ ପାଇଁ ଦେଲେ, ସବୁ ରକ୍ତ ଦେଲେ। କାହିଁକି? ଯେପରି ଆମ୍ଭେମାନେ ବିନାଶ ନ ହେବୁ, ଠିକ ସେପରି ଈଶ୍ୱର ଆପଣମାନଙ୍କୁ ଏତେ ପ୍ରେମ କଲେ ଆପଣଙ୍କର ଗୃହ ଯେଉଁଠିକି ଆପଣ ଅଛନ୍ତି ସେଇ ଏରିଆକୁ ଏତେ ଭଲ ପାଇଲେ ଯେ ଆପଣ ଯିଏକି ତାଙ୍କ ପୁତ୍ର ଆଉ କନ୍ୟା ଅଟନ୍ତି, ଆପଣଙ୍କୁ ସେହି ଗ୍ରାମରେ, ସେହି ଗୃହରେ, ସେହି ସାହିରେ, ସେହି ଜିଲ୍ଲାରେ, ସେହି ରାଜ୍ୟରେ ରଖିଛନ୍ତି। ଯେପରି ଆପଣ ବ୍ୟବହାର ହେବେ, ଖ୍ରୀଷ୍ଟଙ୍କ ବିଷୟରେ ସୂଚନା ଦେବେ, ପରିତ୍ରାଣର କାର୍ଯ୍ୟ କରିବେ, ଯେଉଁମାନେ ଈଶ୍ୱରଙ୍କୁ ଜାଣିବେ ସେମାନେ ବିନାଶରୁ ରକ୍ଷା ପାଇବେ। ଜାଣନ୍ତି, ସଂଗ୍ରାମ ଆଜ୍ଞାଙ୍କ ପାଇଁ ଆମେ କେତେ ଧନ୍ୟବାଦ ଜଣା ପଡ଼ିବ ନାହିଁ। ଜାଣନ୍ତି କେତେ ବଡ଼ କାମ ସେ କରୁଛନ୍ତି। ତାଙ୍କ ବାବା କହୁଥିଲେ, ଆଇ ଥିଙ୍କ ସେ ବାବା ସକାଳୁ ଆମେ ଫୁଲ ଟାଇମ ମିନିଷ୍ଟ୍ରିରେ ଅଛୁ। ଆଉ ଜାଣନ୍ତି ଫୁଲ ଟାଇମ ମିନିଷ୍ଟ୍ରିରେ ଗୋଟେ ପ୍ରକାର କହିପାରିବା, ହୁଏତ କାମ ଆମେ ରେଷ୍ଟ ନେଇ ପାରିବୁ, ହୁଏତ, କିନ୍ତୁ ସେ ଫୁଲ ଟାଇମ ମିନିଷ୍ଟ୍ରି ଆଇ ଥିଙ୍କ ନାହାନ୍ତି, ରାଇଟ୍? ଜବ୍ କରୁଛନ୍ତି, ଦ୍ୟାଟ୍ ଟୁ ଗଭର୍ଣ୍ଣମେଣ୍ଟ ଜବ୍। ଗଭର୍ଣ୍ଣମେଣ୍ଟ ଜବ୍ ମର୍ଣ୍ଣିଂ 7ଟାରୁ 8ଟା ଟିକେ ଠିଆ ହେଇଯିବ, କ୍ଷମା କରି ଠିଆ ହେଇଯାନ୍ତି। ମର୍ଣ୍ଣିଂ 7ରୁ 8, ଇଭିନିଂ 7ରୁ 8, ରାତି 10ରୁ 11। କେତେଟା ସେସନ ହେଲା ଦିନକୁ? କୋଉଠି କରୁଛନ୍ତି? ଘରେ, ଚର୍ଚ୍ଚରେ। ସେ ବ୍ୟକ୍ତି ଜଣକ ଜାଣିଲେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଦୁନିଆକୁ ଆସି ପିତାଙ୍କର ରାଜ୍ୟକୁ ବିସ୍ତାର କଲେ, ଲୋକମାନେ ଯେପରି ବିନାଶ ନ ହେବେ। ଏଥିପାଇଁ ଯୀଶୁଙ୍କର ଯାହା ରୋଲ ଥିଲା ଯୀଶୁ କରି ସାରିଲେ। ନାଉ ଦିସ୍ ଇଜ ମାଇ ଟର୍ନ। ବର୍ତ୍ତମାନ ମୋତେ କରିବାର ଅଛି, what is my role, and that person is doing. সেই ব্যক্তি ତାଙ୍କର ରୋଲ କରୁଛନ୍ତି। what about me? ମୋର ବାପା ପାଶେ ସ୍ୱର୍ଗରେ ଅଛନ୍ତି, ରାଇଟ୍? ଆମ ବାପା ସେ ଆଚ୍ଛା ମୋତେ କୁହନ୍ତୁ, ଟିକେ ତାଳି ହେଇଯାଉ, ସେ ବସି ଯାଆନ୍ତୁ। ଆଚ୍ଛା ମୋତେ କୁହନ୍ତୁ, ଆପଣଙ୍କ ବାପାଙ୍କର ବ୍ୟବସାୟ ଚାଲିଛି ବଡ଼ ସହରରେ, ଆପଣ ତାଙ୍କର ସୁପୁତ୍ର ସୁକନ୍ୟା ଅଟନ୍ତି, ବାପାଙ୍କର ବ୍ୟବସାୟ ହେଉନା, ଆପଣ ଯଦି ପ୍ରକୃତରେ ତାଙ୍କର ପୁଅ ଝିଅ ଅଟନ୍ତି, ଆପଣଙ୍କ ନିରବ ରହିବେ? ରହିପାରି ହେବ କି? ରହି ହେବ କି? ଆମେ ରହିଛୁ ନା ନାହିଁ? ବୁଝା ପଡୁଛି? ଏଥିପାଇଁ ସମସ୍ତେ ଯେପରି ପରିତ୍ରାଣ ପାଇବେ, ଏହା ତାଙ୍କର ଇଚ୍ଛା। ମୋର ବାପାଙ୍କର ଇଚ୍ଛା ସମସ୍ତେ ପରିତ୍ରାଣ ପାଆନ୍ତୁ, ମୋର ଇଚ୍ଛା ବି ହେଉ ସମସ୍ତେ ପରିତ୍ରାଣ ପାଆନ୍ତୁ। ତେବେ ପ୍ରଶ୍ନ ଉଠିବ, ମୋର ସ୍ତ୍ରୀ ପାଇଲାଣି ତ, ମୋର ସ୍ୱାମୀ ପାଇଲାଣି ତ? ମା ମାନଙ୍କୁ ଗୋଟେ କଥା କହିବି, ଆପଣଙ୍କୁ ଲାଗୁଥିବ ହୁଏତ ଆପଣଙ୍କ ସ୍ୱାମୀ ମାନେ ଭଲ ନୁହନ୍ତି, ଠିକ ଅଛି, ଆଇ ଏମ୍ ଏଗ୍ରି। ଆପଣଙ୍କ ସ୍ୱାମୀ ମାନଙ୍କର ଠିକ ନୁହନ୍ତି, ଆପଣ ଠିକ ଅଛନ୍ତି, ରାଇଟ୍?
ଖ୍ରୀଷ୍ଟ ଆଗମନ କଲେ ଆପଣ ଉର୍ଦ୍ଧ୍ୱକୁ ନୀତ ହେଇଯିବେ। ବଢିଆ। ଆପଣ ଜାଣୁଛନ୍ତି, ଏବେ ଜାଣୁଛନ୍ତି ଯେହେତୁ ସେ ଠିକ ନୁହନ୍ତି, ସେ କେଉଁଠାକୁ ଯିବେ ଜାଣୁଛନ୍ତି ନା ନାହିଁ? କେବେ ଠିଆ ହେବେ? ଖ୍ରୀଷ୍ଟ ଆସିଲା ପରେ ନା ଆପଣ ମଲା ପରେ? ସରି ଟୁ ସେ ଆଇ ଏମ୍ ଭେରି ଷ୍ଟ୍ରେଟ୍ ଫରୱାର୍ଡ। ଆପଣ କେବେ ଠିଆ ହେବେ ନିଜ ପରିବାର ପାଇଁ? ମାନେ ଆଇ ହ୍ୟାଭ୍ ନୋ ୱାର୍ଡ ଫର ସଂଗ୍ରାମ ତା କିଛି କାମ ନାହିଁ ଠିଆ ହେବେ ସେ। ଆରେ ତାଙ୍କର ଛୋଟ ଛୁଆ ଅଛନ୍ତି, ଗଭର୍ଣ୍ଣମେଣ୍ଟ ଚାକିରି ସେ କରୁଛନ୍ତି। ମାନେ ମୁଁ ବୁଝିପାରିଲି ନାହିଁ, ମୁଁ କେତେ ଦିନ ତାଙ୍କୁ ଅବଜର୍ଭ କରୁଥିଲି, ତାଙ୍କ ନିଜର ଚାଲିଗଲେ ଭାଇ, ମୁଁ ତାକୁ ଧରିବା ପାଇଁ ଚାହୁଁଛି, ତଥାପି କଣ କରିନାହାନ୍ତି। କେତେ ମନେ ପକଉଥିଲେ ସେ, ମତେ ଫୋନ କରି କାନ୍ଦୁଛନ୍ତି, ହୁଏ ମା, ତଥାପି ସେବା ଛାଡି ନାହାନ୍ତି। ଆଜ୍ଞା ଟିକେ ମୁଁ ପ୍ଲିଜ ଦୁଃଖ କରିବି ନା, କିଏ କିଏ ଗଲେ ଭାଇ କଣ within 1 year, 1 week এই ব্যক্তি জনক জানিলে মোর পিতাଙ୍କ ইচ্ছা কোন, মোর কোন ভাসি গলে ভাসি যাও পছে, মোর পিতা যাহাକୁ ମୁଁ ସତରେ with all of my heart ସତରେ ମୁଁ ତାଙ୍କୁ ପିତା ବୋଲି ମାନୁଥିବାରୁ ମୋର କଣ ଲାଗି ଯାଉ ମୋ ପିତାଙ୍କ ରାଜ୍ୟ ପଢିବା ଦରକାର। ଠିଆ ହେଇଛି କାହିଁ ମାର ନାହିଁ, ଗାଡ଼ି କିଛି କାମରେ ଆସିବ ନାହିଁ। ନିଷ୍ପତ୍ତି ନିଅ, ମୁଁ ମଧ୍ୟ ଠିଆ ହେବି ମୋ ବାପାଙ୍କ ପାଇଁ। ଆମେ ଏବେ ବାହାରିବୁ ନାହିଁ, ନ ବାହାର କହିବା ମୋର କର୍ତ୍ତବ୍ୟ, ଶୁଣିବା ନ ଶୁଣିବା ଆପଣଙ୍କର। ଆମେ ଯଦି ସତରେ ତାଙ୍କୁ ସ୍ୱର୍ଗସ୍ଥ ପିତା ବୋଲି କହୁଛୁ, ସଂଗ୍ରାମୀ ଜଣେଇ ଠିଆ ହେବେ କି? କୁହନ୍ତୁ ଟିକେ, ପଚାରିବା ଦରକାର। ବହୁତ କଥା କୁହାଯାଇପାରିବ, ମୋ ପାଖରେ ସମୟ ନାହିଁ। ମୋର ବିନତି ଅନୁରୋଧ ଆପଣ ମାନଙ୍କ ପାଖରେ, ଟିକେ ବୁଝନ୍ତୁ। ଆଜି ସୁଯୋଗ ଅଛି, ଆଜି ସମୟ ଅଛି। ଆଜି ଆପଣ ବୁଝାଇ ପାରିବେ ନିଜ ପୁଅକୁ, ଆଜି ବୁଝାଇ ପାରିବେ ଝିଅକୁ, ଆଜି ବୁଝାଇ ପାରିବେ ସ୍ୱାମୀକୁ। ଆରେ ଟିକେ କହିପାରିଥାନ୍ତେ, ଚାଲ ଯିବା, ସମୁଦ୍ର ଅଛି, ସମୁଦ୍ର ବାହାନା ଟିକେ ଦେଖିଥାନ୍ତେ, ଚାଲ ଗୋଟେ ବୁଲାବୁଲି କରି ଆସିବା। ଆମେ କେବେ ଯାଉନା, କାଶ ପ୍ରଭୁ ହୁଏ ତ ଆମେ ଜାଣୁନା, ପ୍ରଭୁ କେଉଁ ବ୍ୟକ୍ତିଗତାକୁ କଥା କହିଦେଇଥାନ୍ତେ, ସେ ହୁଏତ ଚେଞ୍ଜ ହେଇଯାଇଥାନ୍ତେ। ସେ ଜଜ ଯାଇପାରୁନାହାନ୍ତି, କୌଣସି କାରଣବଶ ଯାଇପାରୁନାହାନ୍ତି। ଏଇଟା ତ ଗୋଟେ ସୁଯୋଗ ଥିଲା ଆଣିବା ପାଇଁ। ଏପରି ସୁଯୋଗ ହାତ ଛଡା କରନ୍ତୁ ନାହିଁ। ମୋର ଗୋଟେ ପ୍ରଶ୍ନ, ଜୁମରେ କେତେ ଲୋକ ବସୁଛନ୍ତି, ଟିକେ ଅନେଷ୍ଟଲି ହାତ ଉଠାନ୍ତୁ। ଆଚ୍ଛା, ମୁଁ ତ ଉତ୍ତର ଚାହିଁବି, ପ୍ରତିଦିନ ରେଗୁଲାର କେତେ ବସନ୍ତି? ରେଗୁଲାର କେତେ ବସନ୍ତି? କେତେ ଜଣ ବସନ୍ତି? ନମ୍ବର 40, 50, 60, 40, 50। ଆଚ୍ଛା, 40, 50 ଜଣ ଏଠି କଣ ଲେଖା? ଓ ମାଇ ଗଡ୍, ହଉ ପଢି ଦିଅନ୍ତୁ। ଆପଣ ମାନେ ଜାଣନ୍ତି 131, 33, 1, ରାଇଟ୍? କଣ ଲେଖା ଅଛି? ମିଳନରେ ବାସ କରିବା କେତେ ଉତ୍ତମ, କେବଳ ଗୋପାଳପୁରରେ ହିଁ ହେଉ କି? ବର୍ଷକୁ 2 ଦିନ। ମତେ କୁହନ୍ତୁ, ବାପାଙ୍କର ରାଜ୍ୟ ଆମ ଘରେ ଯେ ସ୍ଥାପନ ହେଇନାହିଁ, ଆମ ସାହିରେ ସ୍ଥାପନ ହେଇନାହିଁ, ଆମ ଗ୍ରାମରେ ସ୍ଥାପନ ହେଇନାହିଁ, ତ 40 ଜଣ ଆମେ କଣ ଠିଆ ହେଇପାରିବା ନାହିଁ? ବର୍ଷକୁ ଥରେ କା ମିଟିଂ ହବ କି? ଏ କଥା କହିଲେ ଭଲ ଲାଗିବ ନାହିଁ, କିନ୍ତୁ ଲାଗୁ କି ନ ଲାଗୁ ବୁଝନ୍ତୁ। କେବଳ ସଂଗ୍ରାମ ପାଇଁ ଠିଆ ହେବେ କି? ମୁଁ କାହିଁକି ଠିଆ ହେବି ନାହିଁ? ମୋତେ ଟିକେ ଛଳ ନାହିଁ କି ମୋର ବାପାଙ୍କ ରାଜ୍ୟ ପାଇଁ? ଜଣା ପଡୁଛି କେବଳ ନା, ଡୋଣ୍ଟ ବି ଏ ଭିକାରୀ। କେବଳ ମନରେ ଉଠିବା, ମାଗିଦେବା, 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 ପାଇଦେବା, ମାଗିଦେବା, ପାଇଦେବା, ମାଗିଦେବା, ପାଉଥିବା, isn't it ଭିକାରୀ? ଏ କଣ ଭିକାରୀ କଣ ନୁହେଁ? ଆରେ ପୁଅ ମାଗେ ନାହିଁ, ପୁଅ ବୁଝେ, ତାର ହୃଦୟକୁ ବୁଝେ, ବାପାର ପଛକୁ ହାଲୁକା କରେ। ମୁଁ ପୁଅ ତ ନା ଭିକାରୀ? ନିଜକୁ ଉତ୍ତର ଦିଅନ୍ତୁ। ସଂଗ୍ରାମ ଭାଇ ଯଦି ଠିଆ ହେଲେ ମାନେ ମୁଁ କାହିଁକି ହେବି ନାହିଁ? ପ୍ରଭୁଙ୍କ ଲୋକମାନେ ଶୁଣନ୍ତୁ, ଆପଣ ଠିଆ ହୁଅନ୍ତୁ କି ନ ହୁଅନ୍ତୁ, ଝରଣା ଗୋଟେ ବହି ଚାଲିଛି। ବୁଝିବା ପାଇଁ ଚେଷ୍ଟା କରନ୍ତୁ। ଆଶୀର୍ବାଦର ଝରଣା ଆରମ୍ଭରୁ ବହି ଚାଲିଛି, ଆରମ୍ଭରୁ। କଥା ହଉଛି ଆପଣ ସେଥିର ଅଂଶୀ ଅଟନ୍ତି ନା ନାହିଁ। ସେ ଝରଣା କେବେ ରହିବ ନାହିଁ।
ନାହିଁ, କେବେ ରହିବ ନାହିଁ। ଆପଣ ଠିଆ ହୁଅନ୍ତୁ ନ ହୁଅନ୍ତୁ ସଂଗ୍ରାମ ଭାଇ ହେଇଛନ୍ତି, ତାଙ୍କର ଯାହା ବ୍ଲେସିଂ ସେ ନେଇ ଯାଉଛନ୍ତି। ବୁଝାପଡୁଛି? ଟିକେ ଝଳ ଆସିବା ଦରକାର, ନା ଟିକେ ଜଳନ ଲାଗିବା ଦରକାର। ମୁଁ ମଧ୍ୟ କିଛି କରିଦେବି ପରା ବାପାଙ୍କ ପାଇଁ। ଆଜ୍ଞା କଥା ଚିନ୍ତା କରନ୍ତୁ, ହାତୀ ଆଜ୍ଞା କଥା, ଦେହ ଭଲ ନାହିଁ, ଆଙ୍ଗୁଠି ଫାଟି ଯାଇଛି, ମୁଁ ଜାଣିନି ସେ କ'ଣ କରୁଛନ୍ତି ନ କରୁଛନ୍ତି, ମୁଁ ମୋର ଅନୁଭୂତିରୁ କହୁଛି। ବରଂପୁର ଯୋଉ ମିଟିଂ ସେ ଆଗରେ ଠିଆ ହୁଅନ୍ତି, ଆଜ୍ଞା ସେ ନିଶ୍ଚୟ ଠିଆ ହେଇଥିବେ, ମୁଁ ଜାଣିନି, ପଚାରିବା ପାଇଁ ଚାହୁଁଛି। ଠିଆ ହେଇଛନ୍ତି, ତାଙ୍କ ବୟସ ଜାଣନ୍ତି, ତାଙ୍କ ସ୍ୱାସ୍ଥ୍ୟ କଥା ଜାଣନ୍ତି। What about me? କେବଳ ହାତୀ ଆଜ୍ଞା କି, କେବଳ ସଂଗ୍ରାମ ଆଜ୍ଞା କି, ଆଉ ମୁଁ ଭିକାରୀ ନା କ'ଣ? ଦୃଢ଼ ନିଷ୍ପତ୍ତି ନେଉ। ପ୍ରେମ କେବେ ଫୋର୍ସ କରେ ନାହିଁ। ଈଶ୍ୱର ଜଗତକୁ କ'ଣ କଲେ? ପ୍ରେମ କରିବାର ସବୁ କଲେ ଆଜ୍ଞା। ପ୍ରେମ ଆସିଯିବ, କାହାକୁ କହିବାକୁ ପଡ଼ିବ ନାହିଁ, ଚାନ୍ସ ନାହିଁ। ପ୍ରେମ ପ୍ରେମିକକୁ ପ୍ରେମିକାକୁ ଖୁସି ନ କଲେ ସେଟା ପ୍ରେମ ନାହିଁ। ମୁଁ ଖୁସି କରୁଛି ନା ଭିକ ମାଗୁଛି? ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ଆପଣ ମାନେ ଚାରି, ମୋର ବଡ଼ ଇଚ୍ଛା କାଲଭାରୀ ଚର୍ଚ୍ଚ କାହିଁକି ଓଡ଼ିଶାର, କାଲଭାରୀ ଚର୍ଚ୍ଚ ପ୍ରେଟ୍ ଆୱାର ଜୁମ୍ ଫେଲୋସିପ୍ କାହିଁକି ଓଡ଼ିଶାର ଟପ୍ ଫେଲୋସିପ୍ କାହିଁକି ହେଇପାରିବ ନାହିଁ? କାହିଁକି ହେଇପାରିବ ନାହିଁ? why not? ଆମେ କ'ଣ ଭିକାରୀ ଅଛୁ ସମସ୍ତେ? ଆମର କ'ଣ? ଆଚ୍ଛା, ମୁଁ ଜଷ୍ଟ ଜାଣିବା ପାଇଁ ଚାହୁଁଛି, ଆମର ଜୁମ୍ ରିଚାର୍ଜ କେତେ? ଜୁମ୍ ରିଚାର୍ଜ ଜାଣନ୍ତି? ବହୁତ ସିରିୟସ୍ କ୍ୱେଶ୍ଚନ୍। କିଏ? अच्छा आज्ञाଙ୍କ କଥା ମ୍ୟାଚ୍ କରୁଛି କି? କିଏ ଦେଲେ ସିନା ଜାଣିବେ, ମୋତେ ଲାଗୁଛି ହୁଏ ତ ଏଟା ଠିକ୍। ଟିକେ ନିଜକୁ ପଚାର। ଆମେ 40 ଜଣ ଅଛୁ, 1500 ଟଙ୍କା ବାହାର କରିପାରୁନୁ, ବଡ଼ ବିଷୟ ଅଟେ। ପ୍ରଭୁଙ୍କ ଲୋକମାନେ ନିଜେ ଯଦି କିଛି କରିପାରୁନାହୁଁ ତ କରାଉ ଏଟଲିଷ୍ଟ। ହାଲେଲୁୟା। ସମସ୍ତେ ପରିତ୍ରାଣ ପାଆନ୍ତୁ, ଯେ କେମିତି ପାଇବେ? କାମ ହେଲେ ନା ପାଇବେ ତ ସେ କାମ ଆପଣ ଠିଆ ହେଲେ ବି ହେବ, ନ ହେଲେ ବି ହେବ। ହେଲେ ଆଶୀର୍ବାଦ ପିତାଙ୍କୁ ଯଦି ଆମେ ପିତାଙ୍କର ହୃଦୟକୁ ବୁଝିବାର ପୁତ୍ର ଅଟୁ, ଆମେ କହିବାର ଆବଶ୍ୟକ ପଡ଼ିବ ନାହିଁ। ମୁଁ ଆଶା କରୁଛି ଆପଣମାନେ ସବୁ ବୁଝୁଛନ୍ତି। ଆପଣ ଚାହିଁଲେ କ'ଣ ନ କରିପାରିବେ ଆଜ୍ଞା? ମୋତେ କୁହନ୍ତୁ, ସକାଳର ମେସେଜରେ କେହି ଆଶୀର୍ବାଦ ପାଇନାହାନ୍ତି? ଏପରି କିଏ ଅଛନ୍ତି? ଅଛନ୍ତି କି? କିଏ ଆଶୀର୍ବାଦ ପାଇନାହାନ୍ତି? ହାତ ଉଠାନ୍ତୁ। କିଏମାନେ ପାଇଛନ୍ତି ହାତ ଉଠାନ୍ତୁ। Praise the Lord. ସେଇ ମେସେଜ ବର୍ଷକୁ ଥରେ ହିଁ ଆମକୁ ଶୁଣିବାକୁ ମିଳୁ କି? ଚିନ୍ତା କରିବାର ବିଷୟ ଅଛି। ମୁଁ କାହିଁକି ନୀରବ ଅଛି ଆଜି? ମୁଁ କ'ଣ କରୁଛି ପ୍ରଭୁଙ୍କ ପାଇଁ? ମୁଁ କ'ଣ କରୁଛି ନିଜର ପରିବାର ପାଇଁ? ମୁଁ କ'ଣ କରୁଛି ଈଶ୍ୱରଙ୍କ ରାଜ୍ୟ ବିସ୍ତାର ପାଇଁ? ଏହା କ'ଣ ମାନେ ନିର୍ଦ୍ଦିଷ୍ଟ ଲୋକମାନଙ୍କର କାର୍ଯ୍ୟ କି? କ'ଣ କେବଳ ହାତୀ ସାରି ଠିଆ ହେବେ କି? ମୁଖିଆ କ୍ଲାସ୍ ଛାଡ଼ି ସ୍କୁଲ ଛାଡ଼ିକି ଆସ। ଭାବନ୍ତୁ, ଚିନ୍ତା କରିବାର ଜାଣନ୍ତି। ହେଡ୍ ମାଷ୍ଟର, ଗଭର୍ଣ୍ଣମେଣ୍ଟ ହେଡ୍ ମାଷ୍ଟର, ସାଧାରଣ କଥା ନୁହଁ। ପ୍ରେମ ଇଜ୍ ଟୋଟାଲି କମ୍ପ୍ଲିଟଲି ମିସିଂ। ପ୍ରେମ ନାହିଁ ଆମ ଜୀବନରେ ଈଶ୍ୱରଙ୍କ ପ୍ରତି। ପ୍ରେମ ଯଦି ଆସିଯିବ ସବୁ ତେଣେକେ ସାଇଡ୍ ହେଇଯିବ, ପ୍ରେମିକଙ୍କୁ ଖୋଜି ନେବ। Praise the Lord. Hallelujah. ସମସ୍ତେ ଯେପରି ପରିତ୍ରାଣ ପାଇବା ଏହା ଈଶ୍ୱରଙ୍କ ଇଚ୍ଛା ଅଟେ। ଆଉ ମନେ ରଖନ୍ତୁ, ଜାଣି ରଖନ୍ତୁ, ସୁନିଶ୍ଚିତ ହୁଅନ୍ତୁ, ଆପଣଙ୍କ ପରିବାର ପାଇଁ ଆପଣଙ୍କୁ ଠିଆ ହେବାକୁ ପଡ଼ିବ। ଠିଆ ହେବାକୁ ପଡ଼ିବ ନିଶ୍ଚୟ। ଆମ ମା ବାପା ଆଜି ବି ମର୍ଣ୍ଣିଂ 4ଟାରେ ଉଠନ୍ତି, ନିଜ ପୁଅ ଝିଅମାନଙ୍କ ପାଇଁ ପ୍ରାର୍ଥନା କରନ୍ତି। ଜିତୁ ସାର୍କୁ ଯେଉଁମାନେ ଜାଣନ୍ତି, ସେ ମାହାଳିଆରେ ଦୁନିଆ ବୁଲୁନାହାନ୍ତି। ତାଙ୍କ ପଛରେ ତାଙ୍କ ମା ବାପାଙ୍କର ଆଣ୍ଠୁ ବିଗିଡୁଛି, ବୁଝା ପଡୁଛି। ମା ମାନେ ଶୋଇଥିବ 8ଟା ଯାଏ, ରାତି 12 ଯାଏ ଟିଭି ଦେଖୁଥିବ। ଆଉ ଟାଇମ ନାହିଁ। ଏଇଟା ହଉଛି ମୋର ପଏଣ୍ଟ। ଆଉ ଟାଇମ ନାହିଁ। ଆଜି କାନ୍ଦିବାର ଦିନ ନିଜ ପୁଅ ଝିଅ ପାଇଁ,
दिन निज स्वामी पाई आपण जाइकरी मन करो कृष्ण को सिंहासन रे बसिबे आपण जानि छंती आपण को परिवार रे को माने भलो नहंती आ जो माने भलो नहंती से मान को टाणी टाणी नेबे ना नाही से दिन हृदय पकाइबा पाई से मोमेंट रो कथा टिके मन को आनंद अरे गोटे थाली रे खाइबे गोटे रूम रे रहिबे गोटे घरे सोइबे गोटे घटे बुला बोली इत्यादि इत्यादि कर्म करिबे हम कोन सत्तरे प्रेम करूछ निज परिवार लोक को ना मो ठीक तो सब ठीक आज्ञा थोरे जदी मिस होई जिबे अनंत काल पय ना आपण देखि पारिबे ना से आपण देखि पारिबे चिंता करिवार दरकार अछि प्रभु केते दया कही आज सुजोग वर्ष को थरे सुजोग देले सर आपण कोन हप्ता गुरु जणे लेखि मीटिंग हो बोले हां मते कोन आमे चाहिदिले कोन हम सब परिवार आसी पार नथले एगुरु सुजोग कोन मिलुची और अनुरोध आपण मान को बुझंतु लाइफ इज वेरी शॉर्ट सुजोग मिलिनो नाय दुनिया रो समाज रो परिस्थिति बहुत गंभीर चली छी बहुत भयंकर विपद घने आसुची आपण ठिया होत आपण परिवार नाही परिवार रो सो परिवार रे जे परित्राण प्राप्त हेबे एहा आपण प्रथम डिजायर हेबा दरकार फर्स्ट डिजायर मो परित्राण पाइबार अछि मोर स्त्री मो स्वामी मो पुओ मो झियो समस्त परित्राण पांतु एहा मोर प्रथम प्रार्थना रो विषय हो प्रथम इच्छा हो प्रथम प्रायोरिटी हो मु भलो साड़ी पिंदिबी भलो काट बुलिबी भलो घरे रहिबी सीधा पर मु स्वर्ग होय तो पळे जाय पारे जे तुम जूम अटेंड करूची अच्छा जूम मीटिंग केवल छो मान को भाई की मां मान को भाई की कोन हम को बुझाई परिबा ना निज स्वामी को होय परिबा नै की मोर प्रश्न से नरक जाऊ की पचारत निज को मोर स्वामी जेपरि जीवन अतिबाहित करूची से जाई परिबे तो अरे मैम आपण सुने ठीक अछंती घर लोक केबे ठीक हेबे एति में की ठिया हो दैट इज द फर्स्ट थिंग समस्त परित्राण पांत आ एतिबे मोते ठिया हो पड़िबो जूम चाली छी मु जाने आपण माने कोन हेल्प करूछंती कि करू नाहंती जदी करू नाहंती आउ जदी भाबुछंती पिता को प्रेम करूची बोले आपण नंबर 1 स्वार्थी होतंती या भलो विषय लोक आपण 2 जण 3 जण ठिया गेले हे जे आगे 1500 टका मु जानि नि कोन चालछ किंतु मोर ड्यूटी बोली मु कहत लक्ष टका रो बजट एक मीटिंग कर जानथि एथि भाई मते आपण रजिस्ट्रेशन करे मोर भाग हे गेला बोली जदी कहि देउ छंदी हम से तार नेक्स्ट पद कहबा पय जाऊ नै आपण जहां संभव डू इट फॉर गॉड्स वर्क हालेलुया पिता को प्रति जदी प्रेम थिबो अरे बाप रे आपण गणी बने एटा दोस्त तुमका पासना साइड कर पास सेमते हो नै भितर गोटे जागरण आसीबा अछि मोटिया के होंतो ही नो प्रेज द लॉर्ड हालेलुया समस्त परित्राण बांधु एथि पय मोठिया भी प्रभु को थारो शक्ति मागिबी प्रभु को थारो अनुग्रह मागिबी प्रभु निश्चय मते सहायता करिवे प्रभु निश्चय सुयोग देबे मो परिवार निश्चय दिन परित्राण पाइबो आइबो कोन दिन 1 और 5 को गोटे मते पद करबो पढै नै कि पढै भी मते नै सारीबा पय जाउछि हालेलुया आइबो कइले 1 और 5 रे काळे हुए तो होई पारे मो छुआ माने पाप करि देथिबे इट मींस आइबो सुनिश्चित नो थिले देखो पुरातन नियम व्यक्ति कौन एग्जांपल अछि काले मोर पुओ छो माने पाप करि देथिबे बोली से बुढ़ा आ हमरा आठुडा जे गुंगुडी मारे सोउथिला हन्नी लोक सही मास पर लागो छ सबुटु बड़ धनी से जुगल से थिले ताको की दरकार प्रार्थना हालेलुया प्रभु साहाय्य करता हमको बुझिबा पे द्वितीय कथा लेखा अछि म बहु नै सारीबा पे जाउछि परित्राण पाउतु समस्त एहा पिता को इच्छा
आज मोर इच्छा कौन हो कई तो कहूँ मो परित्राण पाइबी परित्राण बढ़ी मो परिवार समस्त परित्राण पाऊँ परित्राण बढ़ू अर्थात शुणु अर्थात सबु पापरु छुटकारा पाइबार अछि आम घरे राग चलिबो ना मिछ चलिबो ना क्रोध चलिबो ना लोभ चलिबो ना अଯଥା विषय चलिबो ना अलुसापन चल ना 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 आम घरे स्वर्ग रे जेमिति आम घरे समिति हेबार अछि हालेलुया अरे जिसु गुडे घरे थिबे पुणी से घरे टीवी मत चालुथिबो पुणी संभव अर्थात जिसु केवल कांथ द्वार रे रहंती चौकाठ रे टाइम नहीं कोन वर्णना करू हिसाब से नंबर 1 परित्राण पाए लागे पडंतो आज ठारो परित्राण में मु कोन करि पारिबे चाहा करि पारिबे करंतु आ आपन को सुजोग अछि ठिया हवा सुजोग अछि मु भाई को जाने ना कोया पे जाऊ मास को मास अल्प संचय करंती से आउ भिन्न भिन्न कैटेगराइज करि दान दियंती आनंद से Zoom पाई दियंती ओपन मीटिंग में दियंती आउ वुमेन्स मीटिंग में दियंती वैराइटीज मीटिंग में दियंती दरिद्र मान को दियंती आश्चर्य लाଗୁଛି केमिति करू छुंदे से रखले हबो नै कि नाइ हबो नै आई के हबो नै प्रेम प्रेज द लॉर्ड आज हमें टिके ठिया है amoro Calvary prayer tower fellowship one of the best fellowship here praise the Lord am nistoy hobo jodi mu ke hontu ki mot amen द्वितीय कथा सत्य संबंध रे हां कोंतु ज्ञान प्राप्त तामा मोने सत्य होचुदि परमेश्वर को जदि जानिबे आपण दुख उद्धार पाइबे चिंता उद्धार पाइबे पाप उद्धार पाइबे लोभ उद्धार पाइबे अभिलाष उद्धार पाइबे जीवन खाली दुख रे चालू छे एक व्यक्ति जदि जानिबे परमेश्वर को सत्य को से केबे मत दुख रे रहि परिबा नै नो इति में कहला Psalm 46:10 be still and know what no कौन जाना मोबाइल ऑपरेट करबा फेसबुक चलेबा आई ओजा फोन खेलबा सब जानिबा पे मैं चाहूं छे जहां जानो बोले कुआ जाउ छे ताहा जानिबा पे इच्छा मते नै be still and know that I am God मु प्रभु रे बाबू टिके जाने मते एंती कोन लागते जदि हमें जाने जीवा प्रभु को शक्ति को nothing will shake us कौन सी किसी हमको हलाई पारिबो no nothing praise the Lord hallelujah परित्राण पाऊ परिवार में ठिया हो मंडल में ठिया हो साही में ठिया हो ग्राम में ठिया हो निज द्वारा जहां हेउची ताहा में यथेष्ट मात्रा रे करू स्वर्ग राज्य पुरस्कार मिलिबो हालेलुया तुमरे सत्य को जानो सत्य एहा मध्य पे एहा को जे जते अधिक जानिबो से सत्य बिंदास आराम स्वर्गीय जीवन जान देबे स्वर्गीय जीवन धरा पृष्ठ रे पहुंची पानी हालेलुया आसुन चोखे बंद करबा समर्पित होई प्रार्थना करबा स्वर्गीय पिता तुमको धन्यवाद होछि बाबा दया होई बुझिबा पय हमको दियो प्रभु हमें बहुत धक्का रे अछु बहुत स्वार्थपर जीवन अतिबाहित करूछु प्रभु हमें केवल जिह्वारे निज स्वार्थ निमंते तुमको पिता बोले संबोधन करूछु किंतु वास्तव रे प्रभु तुम्हें हमर पिता ओटो एहा हम स्वभाव रे चिंता रे स्थान पाई पारे नाही हमें दुखित हमको क्षमा दियो एक नूतन जागरण उठिबना प्रत्येक हृदय रे प्रदान करो जेपरि निज परित्राण बढ़िबो अनेकंक निमंते ठिया हबो सुजोग अछि प्रभु ए जूम फेलोशिप रे हाथ बढ़ेबा पाई ए जूम फेलोशिप को ग्रोथ करिबा पाई निजको प्रभु तुम निमंते देई लेबा पाई
यह विषय को बुझीवा प्रत्येक को साहाय्य कर पुणी सत्य को जानिबा संपूर्ण उद्धार पाइबा कृपा कर तुम्हें कथा कहले धन्यवाद दूची ए सेवा कार्य फाउंडर आल्को महाशय परिवार मंडली पुणी से प्रिय लोक मान प्रत्येक जीवन सेवा कार्य वृत्ति जीविका परिवार भविष्य तुम अस्त्र रखिली कहारी को छाड़ ना धर बनाओ सजाड़ तम राज्य कहीं अहरी वंचित न जातु एपरी कृपा कर सब विषय धन्यवाद दे प्रार्थना जीशु नाम में मांगुछु आमेन।